ଆଜି ଆପଣମାନେ ମୋ ସିନ୍ଦୁରର ଅଧିକାର ସିରିଏଲରେ ଦେଖିବାକୁ ପାଇବେ। ମୁକ୍ତି କହିବ, ଆପଣ ମୋତେ କାହିଁକି ବଞ୍ଚଉଥିଲେ? ମୋର ବଞ୍ଚିବାର ଆଉ କୌଣସି କାରଣ ହିଁ ନାହିଁ। ମୁଁ ଯୋଉମାନଙ୍କ ପାଇଁ ବଞ୍ଚିବାକୁ ଚାହୁଁଥିଲି ସେମାନେ ହିଁ ମୋତେ ମାରିବାକୁ ଚେଷ୍ଟା କରିଥିଲେ। ଯୋଉମାନଙ୍କୁ ମୋ ଜୀବନଠୁ ଅଧିକ ଭରସା କରୁଥିଲି ସେ ସମସ୍ତେ ମିଶି ମୋତେ ଧୋକା ଦେଲେ। ଶାଶୁମା, ଶାଲିନୀ, ଜୟ, ନତାଶା ଆଉ ତାପରେ ଗାୟତ୍ରୀ କହିବ, ଆଉ କିଏ? ଆଉ ଜଣକ ନାଁ ତତେ କହିବାକୁ ପଡ଼ିବରେ ମା। ସେ ଫିଫ୍ଥ ପର୍ସନ ଜଣକ କିଏ? ତାପରେ ମୁକ୍ତି କହିବ, ସେ ଫିଫ୍ଥ ପର୍ସନ ଜଣକ ଆଉ କେହି ନୁହେଁ, ମୋ ହଜବେଣ୍ଡ ଆଦି। ମୁଁ କେବେ ବି ଭାବି ନଥିଲି ଯେ ମୋ ଆଦି ମୋ ସହିତ ଏମିତି କରିବେ ବୋଲି। ମତେ ତ ଲାଗୁଥିଲା ଯେ ସିଏ ମତେ ବହୁତ ଭଲ ପାଆନ୍ତି, କିନ୍ତୁ ସତ ସେମିତି ନଥିଲା। ସେ ତ ନତାଶାକୁ ଭଲ ପାଉଥିଲେ। ସେ ଯଦି ମତେ ଥରେ ବି ମୁହଁ ଖୋଲି କହିଦେଇଥାନ୍ତା ତାହେଲେ ମୁଁ ସେମାନଙ୍କ ଲାଇଫରେ କେବେ ବି ଆସିନଥାନ୍ତି। ସେମାନେ ସେଇଆ ନ କରି ମତେ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କଲେ। ଆଉ ସେ ନତାଶା, ସେ କେବଳ ମତେ ମାରିବାକୁ ଚେଷ୍ଟା କରିନି, ସେ ମୋ ମମତାକୁ ବି ମାରି ଦେଇଛି। ମୋ ଛୁଆ ଏ ଦୁନିଆ ଦେଖିବା ଆଗରୁ ସେ ତାକୁ ଶେଷ କରିଦେଲା। ଗାୟତ୍ରୀ କହିବ, ମୁଁ ଏବେ ବୁଝିପାରିଲି ଦେବୀ ମା ତୋ ସହିତ ମତେ କାହିଁକି ଦେଖା କରେଇଲେ ଆଉ ମତେ କାହିଁକି ବଞ୍ଚେଇକି ରଖିଲେ। କାହିଁକି ନା ତୋ ସହିତ ହେଇଥିବା ଅନ୍ୟାୟର ତୁ ପ୍ରତିଶୋଧ ନେଇପାରିବୁ ଆଉ ସେ ଅପରାଧୀ ମାନଙ୍କୁ ତୁ ହିଁ ଦଣ୍ଡ ଦେଇପାରିବୁ। ମୁକ୍ତି କହିବ, ନାଇଁ ମୁଁ ଏସବୁ କରିପାରିବିନି। ମୁଁ କେବେ ବି କାହାରି ଅମଙ୍ଗଳ ଚାହିଁନି। ମୁଁ ସମସ୍ତଙ୍କୁ ଖୁସିରେ ଦେଖିବାକୁ ଚାହିଁଛି। ଆଉ ମୋ ସହିତ ଏମିତି କାହିଁକି ହେଲା? ତାପରେ ଗାୟତ୍ରୀ କହିବ, ତୋ ପ୍ରଶ୍ନର ଉତ୍ତର ତୁ ନିଜେ ହିଁ ଖୋଜି ପାଇବୁ। ଆଉ ତୋର ପ୍ରଥମ ପ୍ରଶ୍ନର ଉତ୍ତର ତୋର ପ୍ରତିଶୋଧରୁ ହିଁ ଆରମ୍ଭ ହବ। ଆଉ ଯୋଉ ଦିନଠୁ ତୁ ତୋ ପ୍ରତିଶୋଧର ପ୍ରଥମ ପାଦ ଉଠେଇବୁ ସେଇ ଦିନଠାରୁ ତୋ ପ୍ରତିଶୋଧର ଯୁଦ୍ଧ ଆରମ୍ଭ ହେଇଯିବ। ତୋର ଏ ପ୍ରତିଶୋଧର ଯୁଦ୍ଧରେ ତୋ ମା ସବୁବେଳେ ତୋ ସାଥିରେ ରହିଥିବ। ଭଗବାନ ଶ୍ରୀକୃଷ୍ଣ ଯେମିତି ଅର୍ଜୁନ ରଥର ସାରଥୀ ସାଜିଥିଲେ ଠିକ୍ ସେମିତି ମୁଁ ତୋର ଏ ଯୁଦ୍ଧରେ ସାରଥୀ ସାଜି ରହିବି। ମୁଁ ଚାହୁଁଛି ତୋ ଜୀବନରେ ତୁ ଯାହା ସବୁ ହରେଇ ଦେଇଛୁ ସେ ସବୁ ତୋତେ ମିଳିଯାଉ। ମୁଁ ମୋ ଝିଅକୁ ହରେଇଛି, ତୁ ତୋ ଛୁଆକୁ ହରେଇଛୁ। ମୁଁ ତ ମୋର ଗୋଟିଏ ଝିଅକୁ ହରେଇ ଦେଇଛି ରେ ମା, କିନ୍ତୁ ମୋର ଆଉ ଗୋଟେ ଝିଅକୁ ମୁଁ କେବେ ହାରିବାକୁ ଦେବିନି। ସନ୍ତାନକୁ ହରେଇବାର ଦୁଃଖ କଣ ସେଇଟା ମୁଁ ବୁଝିଛି। ଆଉ ତୁ ଗୋଟିଏ ସେକେଣ୍ଡ ପାଇଁ ବି ଭୁଲି ଯା ନା ସେମାନେ ତୋ ସହିତ ଆଉ ତୋ ଛୁଆ ସହିତ କଣ କରିଛନ୍ତି। ମନେ ରଖ, ତୋତେ ବାରମ୍ବାର ତ ନିଜକୁ କହିବାକୁ ପଡ଼ିବ ଯେ ତୋ ପାଇଁ ଆଉ ତୋ ଛୁଆ ପାଇଁ ତୋତେ ଏ ଯୁଦ୍ଧରେ ଲଢ଼ିବାକୁ ପଡ଼ିବ। ଗୋଟିଏ ମୁହୂର୍ତ୍ତ ପାଇଁ ବି ଭୁଲି ଯା ନା ଯେ ସେମାନେ ତୋ ସହିତ କଣ ସବୁ କରିଛନ୍ତି ଆଉ ସେମାନଙ୍କୁ ଦଣ୍ଡ ତୋତେ ହିଁ ଦବାକୁ ପଡ଼ିବ। ମୁକ୍ତି ନହେଲେ ସେମାନେ ଆଉ ଥରେ ପୁଣି କୋଉ ନିରୀହ ଝିଅକୁ ଆଣି ମୁକ୍ତି ସଜେଇ ଦେବେ ଆଉ ଯୋଉ ଅତ୍ୟାଚାର ତୋ ସହିତ କରିଥିଲେ ସେ ତା ସହିତ ମଧ୍ୟ କରିବେ। ଯାହା ବି ହେଇଯାଉ ମୁକ୍ତି, ସେ ଅପରାଧୀ ମାନଙ୍କ ଅପରାଧର ଦଣ୍ଡ ତ ଦବାକୁ ପଡ଼ିବ ହିଁ ସେମାନଙ୍କୁ। ମୁଁ ତୋ ସହିତ ଅଛି ଆଉ ରହିଥିବି। ତୁ ମତେ କଥା ଦେ ମୁକ୍ତି, ତୋର ଏ ଯୁଦ୍ଧରେ ତୋ ମା କୁ ତୋ ସାରଥୀ କରିବୁ। ଏପଟେ ରାଗିଣୀ ଆସିବ ଆଉ କହିବ, ଜେଜେମା, ଜେଜେବାପା, ନତାଶା, ଶାଲିନୀ ଆଦି ସମସ୍ତେ ତଳକୁ ଆସ। ରାଗିଣୀର ପାଟି ଶୁଣି ସମସ୍ତେ ତଳକୁ ଆସିବ। ନତାଶା କହିବ, ଦିଦି ତୋର ହଂସ ଆସିଗଲା, ତୁ ଠିକ ଅଛୁ, କିନ୍ତୁ ହସ୍ପିଟାଲରେ କିଛି କାହାକୁ ନ କହି ତୁ କାହିଁକି ଚାଲି ଆସିଲୁ ଏଠିକି? ତାପରେ ରାଗିଣୀ ନତାଶା ଗାଲରେ ଗୋଟେ ଚାପୁଡା ମାରିବ ଆଉ କହିବ, ଦୂରେଇକି ମୋ ଠାରୁ ରହ, ମତେ ଡାକ ନା ଦିଦି ବୋଲି। କିଏ କାହାର ଦିଦି? ତୁ ଗୋଟେ ଖୁନି ଆସାମୀ। ତାପରେ ନତାଶା କହିବ, ଦିଦି ତୋର କଣ ହେଇଛି? ତୁ ମତେ ଏମିତି କାହିଁକି କହୁଛୁ? ଧନଶ୍ରୀ କହିବ, ରାଗିଣୀ ତୋର କଣ ହେଇଛି? ତୁ କାହିଁକି ରାତି ଅଧରେ ଏମିତି ପାଟି କରୁଛୁ? ତାପରେ ରାଗିଣୀ କହିବ, ତୁ ଚୁପ ରହ, ତୋ ସହିତ ଯେତେବେଳେ କଥା ହେବି ତୁ ସେତେବେଳେ କଥା ହବୁ। ତମେ ସମସ୍ତେ ମିଶି ମୋ ମାହିଁକୁ ମାରିଛ। ସେ ପାହାଡରୁ ଖସି ପଡ଼ିନି, ବରଂ ତମେ ମାନେ ତାକୁ ଠେଲି ଦେଇଛ। ନତାଶା କହିବ, ଦିଦି ତୁ ଏସବୁ କଣ କହିଯାଉଛୁ? ମାହିଁ ମୋ ଜୀବନ ଥିଲା। ରାଗିଣୀ କହିବ, ବାସ୍, ତୋର ଏ ନାଟକ ବନ୍ଦ କର। ତୋ ମନରେ ମାହିଁ ପାଇଁ କଣ ଥିଲା ସେ କଥା ମତେ ବହୁତ ଭଲ ଭାବରେ ଜଣା। ତମେ ସମସ୍ତେ ମିଶି ମୋ ମାହିଁକୁ ମାରି ଦେଇଛ ଆଉ ତା ମୃତ୍ୟୁ ପାଇଁ ତମେ ମାନେ ହିଁ ଦାୟୀ। ନତାଶା କହିବ, ଦିଦି ତୁ ଏସବୁ କଣ କହିଯାଉଛୁ? ରାଗିଣୀ କହିବ, ବନ୍ଦ କର ନତାଶା, ମତେ ତୁ ଦିଦି ବୋଲି ଡାକିବୁନି। ମୁଁ ଜାଣିଛି ତୁ ଆଦିକୁ ମ୍ୟାରେଜ କରିବା ପାଇଁ ଚାହୁଁଥିଲୁ ନା, ଆଉ ସେଇଥିପାଇଁ ତୁ ମାହିଁକୁ ରାସ୍ତାରୁ ହଟେଇ ଦେଲୁ। ତୁ ଆଗରୁ ବି ବହୁତ ଥର ମାହିଁକୁ ମାରିବା ପାଇଁ ଚେଷ୍ଟା କରିସାରିଛୁ। ତାପରେ ଧନଶ୍ରୀ କହିବ, ବହୁତ ହେଇଗଲା ରାଗିଣୀ, ତୁ କଥା କହିବାର ସୀମା ଟପି ଯାଉଛୁ। ଆମେ ଚୁପ୍ ଅଛୁ ତା ମାନେ ନୁହେଁ ଯେ ଆମେ କିଛି ପାପ କରିଛୁ। ଆମେ ଏଇଥିପାଇଁ ଚୁପ୍ ଅଛୁ ଯେ ମୁକ୍ତି ଏ ଘରର ବୋହୂ ଥିଲା ଆଉ ତୁ ତା ଭଉଣୀ। ସେଇଥିପାଇଁ ଆମେ ତତେ ସମ୍ମାନ ଦଉଛୁ। ତା ମାନେ ନୁହେଁ ଯେ ତୁ ଆମ ପରିବାରକୁ ଦୋଷ ଦବୁ ଆଉ ଆମକୁ ଭୁଲ କହିବୁ। ରାଗିଣୀ କହିବ, ମୁଁ ଏବେ ଆଉ ଚୁପ୍ ରହିବିନି। ତମେ ସମସ୍ତେ ମୋ ମାହିଁ ସହିତ ଅନ୍ୟାୟ କରିଛ ଆଉ ମୁଁ ତାକୁ ନ୍ୟାୟ ଦେଇକି ହିଁ ରହିବି। ଆଉ ତମେ ମାନେ ସମସ୍ତେ ମିଶି ଯୋଉ ଅପରାଧ କରିଛ ସେ ଅପରାଧର ଦଣ୍ଡ ନ ଦବା ଯାଏ ମୁଁ ଶାନ୍ତିରେ ନିଶ୍ୱାସ ମାରିବିନି। କହି ସେଠାରୁ ଚାଲିଯିବ। ଲାଲି କହିବ, ସୁନ୍ଦରୀର ମରିବା କଥାକୁ ନେଇ ରାଗିଣୀକୁ ବହୁତ ଆଘାତ ହେଇଛି। ସେଇଥିପାଇଁ ସେ କେତେବେଳେ କଣ କହିଦଉଛି ସେ ନିଜେ ବି ଜାଣିପାରୁନି। ଆରେ ଏ ଉପର ମୁହିଁ, ରାଗିଣୀ ତ ନିଜ ଭଉଣୀ ନା, ତାହେଲେ ତତେ କାହିଁକି ସେ ଦୋଷ ଦଉଛି କିଲୋ? ନତାଶା କହିବ, କାହିଁକି ନା ତାର ମୁଣ୍ଡ ଖରାପ ହେଇଯାଇଛି ସେଇଥିପାଇଁ। ଆଉ ଜେଜେମା ତମେ ଏମିତି କଥା କୁହନି, ମୋ ଛୁଆ ଉପରେ ଖରାପ ପ୍ରଭାବ ପଡୁଛି। ଆଉ ଏମିତିରେ ବି ମୁଁ ମାହିଁକୁ ନେଇ ବହୁତ ଡିଷ୍ଟର୍ବ ଅଛି କହି କାନ୍ଦିବାକୁ ଲାଗିବ।